ମୟୂରଭଞ୍ଜ ଜିଲ୍ଲାର ବେତନଟି ରେଞ୍ଜ ଅନ୍ତର୍ଗତ କାଳିଆନାଳ ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ନୂଆବର୍ଷ ଉପଲକ୍ଷେ କୁକୁଡ଼ା ଲଢ଼େଇ ଦେଖି ଘରକୁ ଫେରୁଥିବା ସମୟରେ ନିକଟସ୍ଥ ଜଙ୍ଗଲ ରାସ୍ତା ମଧ୍ୟରେ ଏକ ହାତୀ ଆକ୍ରମଣ କରିବାରୁ ବ୍ୟକ୍ତି ଜଣକର ମୃତ୍ୟୁ ହୋଇଥିଲା। ତେବେ ମୃତକ ଜଣକ ହେଉଛନ୍ତି ମୋରଡ଼ା ଥାନା ଅନ୍ତର୍ଗତ କାଳିଆନାଳ ଗ୍ରାମର ରାମ ଦେହୁରୀ। ପରେ ଖବର ପାଇ ବେତନଟି ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତି ଜଣକୁ ବେତନଟି ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମୁରୁଡ଼ା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟିରୁ ସୁଧାକର ଭୂୟାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।